ମୁଁ ଯେତେବେଳେ ଫିଲ୍ମ ଦେଖିଲି ସତ କଥା ଭାଇ ଆପଣଙ୍କ ଆଇ କାର୍ଡ ରାଣ ମୁଁ ଯେତେବେଳେ ସିନେମା ଦେଖିଲି ମୋତେ ସତରେ ମୋତେ ଲାଗିଲା ମୁଁ ଜାଣିଛି ଏଟା ସିନେମା ମୁଁ ଜାଣିଛି ମୁଁ ସେଥିରେ ଅଭିନୟ କରିଛି କିନ୍ତୁ ଏତେ ଦୁଃଖ ଲାଗିଲା ଲାଷ୍ଟ ସିନ୍ ଯେଉଁ ଭାଇ କହିଲେ ହର ହର ମହାଦେବ ହଁ ଭେରି ଗୁଡ୍ କହିଲେ ରୁମ ମାନେ ଠାକୁରଙ୍କ ରାଣ ରୁମ ହେଇଗଲା ସତରେ ମଦକୁ ଛୁଅନ୍ତୁ ନାହିଁ ମଦ ଗୋଟେ ଭାରି ମାନେ ଦେଖନ୍ତୁ ନିଶା ଠାରୁ ଦୂରରେ ରୁହନ୍ତୁ ସେ ଯେକୌଣସି ନିଶା ହଉ କିମ୍ବା ନିଶା ମହାରାଣ ଏ ନାଇଁ ସିଆଡ଼େ ଏଇଟା ଗୋଟେ ସ୍ପେଣ୍ଡାଲିୟସ୍ କଟ୍ ଆଚ୍ଛା ଆଚ୍ଛା ହଁ ମୁଭିରେ ଅଛି କୁନି ପିଲା ସୁରା ଫିଲ୍ମରେ ଅଛି ପୁରା ସୁରାଟ କ'ଣ କ'ଣ ନାଇଁ ନାଇଁ ମୁଁ ଜମା ଛୁଇଁନି ଫିଲ୍ମରେ ମାନେ ରିଅଲ୍ ଲାଇଫ୍ରେ ତ ମୁଁ କେବେ ଡିସିପ୍ଲିନ୍ ଲାଇଫ୍ ଦେଖୁଥିବେ ୱେଟ୍ ବି ଲସ୍ କରିଦେଇଛି ଆଉ ବହୁତ ସିନସିୟର ହେଇଛି ଖାଇବା ପିଇବା ଆପଣମାନେ ବି ସେୟା କରନ୍ତୁ ସତରେ ମଦକୁ ଛୁଅନ୍ତୁ ନାହିଁ ମଦ ଗୋଟେ ଭାରି ମାନେ ଦେଖନ୍ତୁ ନିଶା ଠାରୁ ଦୂରରେ ରୁହନ୍ତୁ ସେ ଯେକୌଣସି ନିଶା ହଉ କିମ୍ବା ନିଶା ମହାରାଣ ଏ ନାଇଁ ସିଆଡ଼େ ଦୂରରେ ରୁହନ୍ତୁ ଆଉ ମୋର ରିକ୍ୱେଷ୍ଟ ରହିବ ଯୁବ ସମାଜ ପାଇଁ ଫିଲ୍ମ ତ ପର କଥା କିନ୍ତୁ ଯେଉଁମାନେ ପାନ ଗୁଟକା ବିଡ଼ି ଖଇନି ଏମାନେ ଖାଉଛନ୍ତି ପ୍ଲିଜ୍ ସେମାନେ ଛାଡ଼ି ଦିଅନ୍ତୁ ମୁଁ କିଛି ଖାଏନି ଖାଲି ଅରୁଆ ଗଞ୍ଜି ଟିକେ ଦିଏ ନାଇଁ ହଁ ମୁଁ ଚକୋଲେଟ୍ ଖାଏ ସେମିତି ମୁଁ କେବେ ସୁଇଟ୍ ସୁପାରି ଖାଇନି କେବେ ବି ଖାଏନି ଇଏ ଟିକେ 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 ଦାନ୍ତ ଦେଖା ତର ୟା ଦାନ୍ତ ଦେଖନ୍ତୁ ଦାନ୍ତ ହଁ ସେ ଦାନ୍ତ ହେଲା ନାଇଁ ଦାନ୍ତ ମୁଁ ଆକୁ ବାରମ୍ବାର ମନା କରିଛି ଇଏ ଦିନକୁ 25-30ଟା ସଫଲ ଖାଉଥିଲା 30ଟା ଖଣ୍ଡେ ସଫଲ ଖାଉଥିଲା ମୁଁ ତ ପାର୍ଟି କରିକି ଏବେ 30ଟାରୁ 4ଟା ଖଣ୍ଡେ ହେଇଛି ଆଉ କିଛି ଦିନ ଗଲେ ଛାଡ଼ିଦେବ ଭାଇ ଟିକେ ଖୁସି ହୋଇକି ପଚାରନ୍ତୁ ମାନେ ଏତେ ଦୁଃଖ ଲାଗୁଛି ମତେ ଲାଗୁଛି ଗ୍ଲୁକୋଜ ଆପଣଙ୍କ ଭିତରେ କମ୍ ଅଛି ହଁ କୁହନ୍ତୁ ଯଦି ଆପଣ ସିନେମା ଦେଖିବା ଯଦି ସେଇ ବାପା ମା ମାନଙ୍କୁ ମନେ ପଡୁଛି ସିନେମା ହଲ୍କୁ ପଶିଲା ବେଳେ ହସିକି ଯାଉଛି ବାହାରି କାନ୍ଦିକି ଆସୁଛି ଆଜ୍ଞା ଆଜ୍ଞା କ'ଣ କହିବେ ଆପଣ କେତେ କଥାଟାକୁ ଦେଖୁଛନ୍ତି ଆଉ ବାପା ମାଆକୁ ଆପଣ କେତେ ମନେ ଆଜ୍ଞା ନାଇଁ ନାଇଁ ମୁଁ ଯେତେବେଳେ ଫିଲ୍ମ ଦେଖିଲି ସତ କଥା ଭାଇ ଆପଣଙ୍କ ଆଇ କାର୍ଡ ରାଣ ମୁଁ ଯେତେବେଳେ ସିନେମା ଦେଖିଲି ମୋତେ ସତରେ ମୋତେ ଲାଗିଲା ମୁଁ ଜାଣିଛି ଏଟା ସିନେମା ମୁଁ ଜାଣିଛି ମୁଁ ସେଥିରେ ଅଭିନୟ କରିଛି କିନ୍ତୁ ଏତେ ଦୁଃଖ ଲାଗିଲା ଲାଷ୍ଟ ସିନ୍ ଯେଉଁ ଭାଇ କହିଲେ ହର ହର ମହାଦେବ ହଁ ଭେରି ଗୁଡ୍ କହିଲେ ରୁମ ମାନେ ଠାକୁରଙ୍କ ରାଣ ରୁମ ହେଇଗଲା ଗୋଟେ ମାନେ ସେଠି ମାନେ ଗୋଟେ ବଡ଼ିରେ ଗୋଟେ ଚାର୍ଜ ହେଲା ଭଳିଆ ଲାଗିଲା ଆଉ ମୁଁ କାନ୍ଦି ପକେଇଲି କାରଣ ମୁଁ ବି ମୋ ବାପା ମାଆଙ୍କଠୁ ଦୂରରେ ରହୁଛି ମୁଁ ଏଠି ରହୁଛି ବାପା ମା ଗାଁରେ ରହୁଛନ୍ତି ଆଉ ସବୁବେଳେ ମିସ୍ କରୁଛି ବାପା ମାଆଙ୍କୁ ତେଣୁ ମୋତେ ବି ସେ ଜାଗାଟା ଦୁଃଖ ଲାଗିଲା ଆଉ ମୁଁ ପ୍ରାୟ ଦେଖିଛି ମୁଁ ତ ନିଜେ କାନ୍ଦି ପକେଇଲି ଏମିତି ମିଛରେ କାଳେ ମୋ ସାଇଡ୍ ଲୋକ ହସିବ ଏମିତି କରିକି ମୁଁ କେବେ ରେଡ୍ ବ୍ଲୁ ପିନ୍ ଭାଇ କହିବା ଫିଲ୍ମରେ ଆପଣ ଏତେ କଞ୍ଜୁସ୍ ହେଇଛନ୍ତି ସବୁବେଳେ ଆପଣ କ୍ରେଡିଟ୍ କାର୍ଡ ବ୍ଲକ୍ ହେଇଗଲେ ଆରେ ନାଇଁ ନାଇଁ କଞ୍ଜୁସ୍ ନାହିଁ ହଁ ଫାଟି ଯାଇଛି ମୁଁ କହିଛି ଏହା କି ମୁଁ ସୂତାକଳ ମାଲିକ ଅଛି ସୁରାଟରେ ବାକି ମୁଁ ଗାଡ଼ି ଚଲାଉଛି ତ ଅନ୍ୟ ଭାଇରେ ବିଶ୍ୱାସ କରିଛନ୍ତି ମୁଁ ସତରେ ସୂତାକଳ ମାଲିକ ଅଛି ତ ସେ ଯେତେବେଳେ ପଇସା ମାଗୁଛନ୍ତି ମୋ ପାଖରେ ତ ନାହିଁ ସେଇଥିପାଇଁ ଦେଇପାରୁନି ଆଉ ଆଚ୍ଛା ସାଙ୍ଗସାଥିରେ ଯେଉଁ ସାଙ୍ଗମାନଙ୍କୁ ଖରାପ ଆଡ଼କୁ ନେବା ଏସବୁ ଠିକ୍ ନା ସାଙ୍ଗମାନଙ୍କୁ ସୁଧାରିବା ଠିକ୍ ସାଙ୍ଗମାନଙ୍କୁ ସୁଧାରିବା ଦରକାର କିନ୍ତୁ ମୋ ଭଳିଆ ସାଙ୍ଗ କେହି ରଖନ୍ତୁନି କାରଣ ମୁଁ କେବେ ବି ସୁଧାରିବିନି ସବୁ ଖରାପ ବାଟ ଦେଖେଇବି ଆଗରୁ ଦେଖାଉଥିଲି ଆଗରୁ ଦେଖାଉଥିଲି ଏବେ ସମସ୍ତଙ୍କୁ ଭଲ ବାଟ ଦେଖାଉଛି ନା ସେଟା ତ ବୋଧେ ଫିଲ୍ମ ପାଇଁ ଡୁପ୍ଲିକେଟ୍ ସୁନା ଥିଲା ସତ ସୁନା ହେଇଥିଲେ ମୁଁ ରଖିଦେଇଥାନ୍ତି ଆଜ୍ଞା ଆରେ ସତ କଥା ଆଜି ମୁଁ ଯେତେବେଳେ ସକାଳୁ ଆସିଲା ପରେ ବର୍ଷା ବି ହେଉଥିଲା 3 ଜଣ ଭାଇ ମୋତେ କ୍ରସ୍ କରିକି ଗଲେ ଗାଡ଼ି ପୁଣି ରିଟର୍ନ ନେଇକି ଆସିଲେ ମୋତେ ଦେଖି କୁଣ୍ଢେଇ ପକେଇଲେ ଏତେ ଜୋରେ କୁଣ୍ଢେଇଲେ ମୁଁ ସେଇଠୁ ଜାଣିବି ନାଇଁ ସତରେ ବା ମୋତେ କୁଣ୍ଢେଇ ପକେଇଲେ ସେ ଗୋଟେ ଭଲ ପାଇବା ମାନେ ମୋତେ ଲାଗିଲା କି ନାଇଁ ଗୋଟେ ଫିଲ୍ମ କହିଲେ ଭାଇ ଆମେ ଏବେ ମହାରାଜରୁ ଫିଲ୍ମ ଦେଖିକି ଆସୁଛୁ ଯାଉ ସେ ଯେଉଁ ଭଲ ପାଇବା ସେ ଯେଉଁ ସ୍ନେହ ଶ୍ରଦ୍ଧା ଆଉ ୟୁଟ୍ୟୁବରେ ଯାହାକୁ ଭଲ ପାଇବା ଦେଇଥିଲେ ଆଜି ମାନେ ପ୍ରାୟ ଫ୍ୟାନ୍ସ ହଲ୍ ଭିତରେ ଥାଇକି ମୋତେ ଭିଡ଼ିଓ କଲିଂ କରୁଛନ୍ତି କିମ୍ବା ହ୍ୱାଟ୍ସଆପ୍ରେ ପୋଷ୍ଟ ପଠାଉଛନ୍ତି ଭାଇ ବଢ଼ିଆ ଲାଗୁଛି ଆଉ ଅବିକା ବୁକ୍ ମାଇ ଶୋରେ ଟ୍ରେଣ୍ଡିଂରେ ଅଛି ଓଡ଼ିଶା ବାହାରେ ବହୁତ ଭଲ ପାଇବା ମିଳୁଛି ଫିଲ୍ମକୁ ଆଉ ଗୋଟେ ଦେଖନ୍ତୁ ଏତେ ବର୍ଷା ଇଏରେ ବି ଲୋକ ଏତେ ଆସୁଛନ୍ତି ଦେଖିବାକୁ ତାପରେ ଫିଲ୍ମ ଟିକେ ଭଲ ଲାଗୁଛି ବୋଲି ଆହୁରି ଭଲ ହେବ ଯଦି ଆପଣମାନଙ୍କ ସହଯୋଗ ରହିବ ଆଚ୍ଛା ବୁଲୁଆ କେବେ ନେଇକି ଯାଉଛନ୍ତି ବାପା ମାଆଙ୍କୁ ଯାଇନା ମୁଁ ନେଇକି ଯିବି ବହୁତ ଜଲ୍ଦି
କାରଣ ମୁଁ ବାପାଙ୍କୁ ୟା ପରେ କହିଥିଲି କି ବାପା ଯିବେ ଆମ ବାପା ଟିକେ କ'ଣ କି ତାଙ୍କର ଟିକେ ମେଣ୍ଟାଲିଟି ଅଲଗା ପ୍ରକାର ସିଏ ବାହାରକୁ ଯିବାକୁ ବେଶୀ ଭଲ ପାଆନ୍ତିନି ତାଙ୍କୁ ମୁଁ ଚାରିଧାମ କ'ଣ ଏଇ ଚାନ୍ଦିନୀପୁର ନେଲାବେଳେ ମୋତେ ଭାରି କଷ୍ଟ ବୁଝିପାରିଲେ ତେଣୁ ବାପାଙ୍କୁ କହିଛି ନିହାତି ମୁଁ ଚାରିଧାମ ନେଇକି ଯିବି ଆଉ ସମାଜରେ ରହୁଥିବା ସେ ଯେଉଁ ପିଲାମାନେ ଯେଉଁମାନେ ସହରର ଚାକଚକ୍ୟ ଭିତରେ ମାନଙ୍କୁ ଭୁଲି ଯାଉଛନ୍ତି ତାଙ୍କୁ କ'ଣ କହିବି ଥାଏ ସେମାନେ ଭୁଲିବା ମାନେ କେବେ ବି ଭୁଲିବା କଥା ନୁହଁ କାରଣ ଯେଉଁମାନେ ଆପଣଙ୍କୁ ଧରାପୃଷ୍ଠକୁ ଆଣିଛନ୍ତି ବଡ଼ କରିଛନ୍ତି ମୁଁ କହିବି ବାପା ମାଙ୍କ ଠାରୁ ବଡ଼ ଜିନିଷ କିଛି ଦୁନିଆରେ ନାହିଁ ଭାଇ ଆପଣଙ୍କୁ ନେଇ ଅନୁଭବ ଭାଇଙ୍କ ସହିତ ଗୋଟେ ଫିଲ୍ମ ଆସିଗଲା ଆଜ୍ଞା ଆପଣ କେବେ ଭାବିଛନ୍ତି ଯେ ଆପଣଙ୍କ ୟୁଟ୍ୟୁବ ପ୍ଲାଟଫର୍ମରେ ଅନୁଭବ ଭାଇଙ୍କୁ ନେଇକି ଗୋଟେ କଣ୍ଟେଣ୍ଟ ଆରେ ଅନୁଭବ ଭାଇକି ଯେତେବେଳେ ଆମେ ସୁଟ୍ କରୁଥିଲୁ ଏଇ ଗୀତ ଆମର କେରକେରା ଗୀତ ମୁଁ ଭାଇ ମୁଁ ପ୍ଲାନିଂ ପଚାରିଲି ମୁଁ କହିଲି ଭାଇ ଆଉ ଆମେ ପ୍ରମୋସନଟା ଯଦି ମୋ ୟୁଟ୍ୟୁବରେ କରିବା ଭାଇ କହିଲେ ହଁ ଗଲୁଆ ଡେଫିନେଟଲି କରିବା ତମେ କୁହ ତାପରେ ମୁଁ କହିଲି ଭାଇ ଆଉ ଆମେ ଗୋଟେ ୟୁଟ୍ୟୁବ କଣ୍ଟେଣ୍ଟରେ ଆପଣ ଟିକେ 10-15 ମିନିଟ୍ରେ ସମୟ ଦେବେ ଭାଇ କହିଲେ ହଁ କରିବା ତାପରେ ଆଉ ହଁ କହିଲା ପରେ ଆଉ ତାପରେ ମୋତେ 4 ଦିନ ପରେ ପଚାରୁଛନ୍ତି ମୋର ବି ଏତେ ସାହସ ନାହିଁ ଯେ ଭାଇଙ୍କୁ ଗୋଟେ ଫୋର୍ସ କରିବା ପାଇଁ କିନ୍ତୁ ଭାଇ ବହୁତ ମିକ୍ସିଂ ବହୁତ ବଢ଼ିଆ ନାଇଁ ଭାଇ ସିଏ ଏଡ଼େ ବଡ଼ ଷ୍ଟାର ତାଙ୍କୁ ଆଣିକି ମୁଁ ମୋର ଛୋଟିଆ କୁନି ଗୁଲୁ ଚୁଇଁ ଦୋକାନ ଭିତରେ ରଖିବି ଏଡ଼େ ବଡ଼ ଷ୍ଟାର ସିଏ ତେଣୁ ଭଗବାନ କରନ୍ତୁ ଆହୁରି ତରକ୍କି କରନ୍ତୁ ଆହୁରି ଆଗକୁ ଯାଆନ୍ତୁ ଭଗବାନ ତାଙ୍କୁ ଲମ୍ବା ଆୟୁଷ ଦିଅନ୍ତୁ ଲମ୍ବା ହାଇଟ୍ ଯେମିତି ଦେଇଛନ୍ତି ଲମ୍ବା ଆୟୁଷଟା ବି ସେମିତି ଲମ୍ବା ଦିଅନ୍ତୁ ଆଉ ଆପଣମାନେ ବି ସେମିତି ହସୁଥାନ୍ତୁ କାଶୁଥାନ୍ତୁ ନାହିଁ କାଶିଲେ କଥା କରନାଡ଼ି ପଳେଇବ ଖାଲି ହସୁଥାନ୍ତୁ ଆଉ ଆପଣମାନେ ବି ବହୁତ ମାତ୍ରାରେ ଫିଲ୍ମ ଦେଖନ୍ତୁ